ସତରେ ଆଶ୍ଚର୍ଯ୍ୟ ଲାଗୁଛି, ଭୟ ଲାଗୁଛି ରାତିର ଏ ଭିଜୁଆଲ ଦେଖିଲେ। ମୁଁ କାଲି ରାତିର ଭିଜୁଆଲଟି ଅପଲୋଡ଼ କରୁଛି, ଆପଣ ଦେଖିବେ। ନମସ୍କାର, ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ। ସକାଳ 8ଟା, ମୁଁ ସକାଳ 8ଟାରେ ଏଇ ଭିଡ଼ିଓଟି ବନାଉଛି। ଆଉ କାଲି ରାତିର ଭିଜୁଆଲ ଟିକେ ମୁଁ ଦେବି ଆପଣଙ୍କୁ। ଟିକେ ଖାଲି ଜଣେଇ ଦେଉଛି, ଆମେ ବାର ଫେଲୁଅର ମାରୁଥିଲୁ। କାଲି ଗୋଟେ ଅଲଗା ପ୍ଲାନିଂରେ ଆମେ ରହିଥିଲୁ। ଆମେ ସମସ୍ତେ ଅଲଗା ରୁମ୍ରେ ରହିଥିଲୁ। ଆଉ ମୋବାଇଲଟା ଏମିତି ସେଟିଂ କରାଯାଇଥିଲା ରୁମ୍ ଭିତରେ, ଆମେ ଗୋଟେ ଟ୍ରାଏଲ୍ ନେଉଥିଲୁ କି ଚୋର ଆସୁଛି କି ନାହିଁ। ପୁରା ଝରକାର ଗ୍ଲାସ୍ ଖୋଲି ଦେଇଥିଲୁ। ଝରକା ପଟେ ସେମାନେ ତାଙ୍କ କାମ କରନ୍ତି, ବାଡ଼ି ସାହାଯ୍ୟରେ, ରଡ୍ ସାହାଯ୍ୟରେ, ଚୁମ୍ବକ ସାହାଯ୍ୟରେ ନା। ଆମେ ସେଇଟା ଆକ୍ଚୁଆଲି ଦେଖିବାକୁ ଚାହୁଁଥିଲୁ। ମୋବାଇଲଟା ସିକ୍ରେଟ୍ ଭାବରେ ଲୁଚା ଯାଇଥିଲା। ଅନ୍ଧାର ରୁମ୍ କରିଦେଇଥିଲୁ, ଆରପଟୁ ବନ୍ଦ କରିଦେଇଥିଲୁ କବାଟଟା। ମୋବାଇଲ ରଖିଦେଇଥିଲୁ ବେଡ଼୍ରେ, ପୁରୁଣା ଖରାପ ଲ୍ୟାପଟପ୍ ରଖିଥିଲୁ ଏବଂ ଏମିତି କିଛି ପୁରୁଣା ଖରାପ ମୋବାଇଲ ବି ରଖିଥିଲୁ। ଆଉ କିଛି ଅଲଗା ଜିନିଷ ବି ପ୍ଲାନିଂରେ ରଖିଥିଲୁ ଦୂରରେ, ଯେଉଁଥିରେ କିଛି ନଥିଲା। ତ କିଛି ଫରୁଆ ସବୁ ରହିଥିଲା। ସେ କେମିତି ତାର କାମ କରିଛି, କେମିତି କାଲି ସେ ଆସିଛି, ସେଇଟା ଆମେ ସକ୍ସେସ୍ ହେଇପାରିଲୁନି। କାଲି ଆମେ ଗୋଟେ ଟ୍ରାଏଲ୍ କରୁଥିଲୁ ଆସୁଛି କି ନାହିଁ, କାହିଁକିନା ବାରବାର ଏଇଟା ଆସିବ ବୋଲି ଆମେ ସିଓର ନଥିଲୁ, ହବ ବୋଲି ସିଓର ନଥିଲୁ। ଜଷ୍ଟ ଏମିତି ଗୋଟେ ରଖିଦେଇଥିଲୁ, ଦେଖିବା କ'ଣ ହେଉଛି। ଝରକା ତ ଖୋଲା ଅଛି, କାଳେ ଚଢ଼ିବ କି ଆସିବ କି। ଆପଣ ବିଶ୍ୱାସ କରିପାରିବେନି, ପ୍ରଥମେ ଭିଜୁଆଲ ଦେଖନ୍ତୁ, ଆପଣଙ୍କ ଲୋମ ଟାଙ୍କୁରି ଯିବ। ସତରେ ଏମାନେ କେତେ ମାରାତ୍ମକ, ଆଉ କେତେ ସାଂଘାତିକ, ଆଉ କେତେ ଏମାନେ ଜଘନ୍ୟ ଅପରାଧ କରନ୍ତି। ଆଉ ଏମାନଙ୍କର କେତେ ଜଘନ୍ୟ ଅପରାଧ କରିବାରେ ଅଭ୍ୟାସ ଏମାନଙ୍କର। ଆପଣ ଦେଖିଲେ ଭିଡ଼ିଓ ଟିକେ ସତରେ ଜାଣିପାରିବେ, ଆଶ୍ଚର୍ଯ୍ୟ ହେଇଯିବେ। ଏଇ ଜିନିଷଟି ଆମେ ଦେଖିଲା ପରେ ଏକ ପ୍ରକାର ଆମକୁ ଗୋଟେ ବିଶ୍ୱାସ ଜନ୍ମିଲା ଆମ ଭିତରେ ଯେ ପ୍ରକୃତରେ ଏ ଲୋକ ଏ ଆଖପାଖରେ, ପର୍ଟିକୁଲାର ମୋ ରୁମ୍କୁ ଟାର୍ଗେଟ୍ ପର୍ଟିକୁଲାର, କାରଣ ମୁଁ ସବୁ ଯେଉଁ ଜିନିଷପତ୍ର ପିନ୍ଧିକି ବାହାରକୁ ଯାଇଛି ନା, ସେ ଦେଖିଛି। ଏକୁ ଜାଣି ଶୁଣିକି କେହି ଜଣେ କରୁଛେ। ଆମର ତ CCTV ଲାଗିଯାଇଛି, ନେକ୍ସଟ ପ୍ଲାନିଂଟା ଆମର ଅଛି। ତ ଏଇଟା ଆମେ ଏବେ ଜାଣିଗଲୁ, ପ୍ରମାଣ ପାଇଗଲୁ। ମୋବାଇଲରେ କେମିତି ସେ କଏଦ ହେଇଛି ଆପଣ ଟିକେ ଦେଖି ନିଅନ୍ତୁ।